ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ଆମେନ୍। ପ୍ରଭୁଙ୍କର ଶାନ୍ତି ଆପଣମାନଙ୍କ ଠାରେ ସର୍ବଦା ରହୁ। ପ୍ରିୟ ବନ୍ଧୁଗଣ, ଆଜି ଆମ୍ଭେମାନେ ସାଧ୍ୱୀ ମଣିକାଙ୍କ ଜୀବନ ବିଷୟରେ ଶିକ୍ଷା କରିବା। ସାଧ୍ୱୀ ମଣିକା ଜଣେ ଖ୍ରୀଷ୍ଟିଆନ ପରିବାରରୁ, କିନ୍ତୁ ସେ 20 ବର୍ଷ ବୟସରେ ଉତ୍ତର ଆଫ୍ରିକାର ତାଗାସ୍ତେ ନିବାସୀ ଜଣେ ଅଣଖ୍ରୀଷ୍ଟୀୟ ଅଧିକାରୀ ପାଟ୍ରିସିୟସଙ୍କୁ ବିବାହ କରିଥିଲେ। ତାଙ୍କ ସ୍ୱାମୀଙ୍କର ହିଂସାତ୍ମକ ସ୍ୱଭାବ ଏବଂ ଅସ୍ୱଚ୍ଛ ମୂର୍ତ୍ତିପୂଜକ ଅଭ୍ୟାସ ତାଙ୍କୁ ବହୁତ କଷ୍ଟ ଦେଇଥିଲା। ଅଥଚ ତାହାଙ୍କଠାରୁ ସେ 3ଟି ସନ୍ତାନ ଜନ୍ମ କରିଥିଲେ ଏବଂ ସେହି ସନ୍ତାନ ସନ୍ତତିଙ୍କ ଖ୍ରୀଷ୍ଟିଆନ ଶିକ୍ଷା ଦେବାରେ ମଧ୍ୟ କଷ୍ଟକର ଥିଲା। କିନ୍ତୁ କୁହାଯାଏ 18 ବର୍ଷର ବୈବାହିକ ଜୀବନ ପରେ ପାଟ୍ରିସିୟସ୍ ଶେଷରେ ବିଶ୍ୱାସ ଗ୍ରହଣ କଲେ ଏବଂ ତାପରେ ପରେ ସେ ମୃତ୍ୟୁବରଣ କଲେ। ସେହି ସମୟରୁ ତାଙ୍କର ଜ୍ୟେଷ୍ଠ ପୁତ୍ର ଅଗସ୍ତିନ ହିଁ ତାଙ୍କର ଏକମାତ୍ର ଚିନ୍ତା ଥିଲା, କାରଣ କାର୍ଥାଜରେ ପାଠପଢ଼ା ସମୟରେ ସେ ମାନିକିଆନ ଧର୍ମଦ୍ରୋହୀ ଶିକ୍ଷା ଦୁଆର ଫସି ଯାଇଥିଲେ ଏବଂ ତାଙ୍କର ଆବେଗ ତାଙ୍କୁ ଜଣେ ମହିଳାଙ୍କ ସହିତ ଅବୈଧ ସମ୍ପର୍କ ସ୍ଥାପନ କରିବାକୁ ଟାଣି ନେଇଥିଲା, ଯାହାଙ୍କ ସହିତ ସେ 15 ବର୍ଷ କାଳ ବିତାଇଥିଲେ। ମଣିକା ଦିନେ ଜଣେ ପରିଦର୍ଶନରେ ଥିବା ଧର୍ମାଧ୍ୟକ୍ଷଙ୍କୁ, ଯିଏ ନିଜେ ମାନିକିୟନ ଭୁଲଗୁଡ଼ିକୁ ଅତିକ୍ରମ କରିଥିଲେ, ତାହାଙ୍କୁ ଅନୁରୋଧ କରନ୍ତେ ଯେପରି ସେ ତାଙ୍କ ପୁଅକୁ ସତ୍ୟ ଆଡ଼କୁ ଫେରାଇ ଆଣିବାକୁ ପ୍ରବର୍ତ୍ତାଇବେ। କିନ୍ତୁ ଧର୍ମାଧ୍ୟକ୍ଷ କହିଥିଲେ ଯେ ବର୍ତ୍ତମାନର ସମୟ ପରିପକ୍ୱ ନୁହେଁ। ଏହି ବିଫଳ ଚେଷ୍ଟା ସତ୍ତ୍ୱେ ସେ ବିଶ୍ୱାସ ହାରି ନଥିଲେ, ବରଂ ଅନୁଭବ କରିଥିଲେ ଏବଂ ତାଙ୍କୁ ତାଙ୍କ ପ୍ରତିଶ୍ରୁତିରେ ସନ୍ତୁଷ୍ଟ ହେବାକୁ ପଡ଼ିଲା ଯେ ଏହିପରି ଲୁହରେ ପୁତ୍ରଟିର ନଷ୍ଟ ହେବା ଅସମ୍ଭବ। ଯେତେବେଳେ ଅଗସ୍ତିନ ରୋମରେ ବାକ୍ ଚାତୁରୀ ଶିକ୍ଷା ଦେବାକୁ ନିଷ୍ପତ୍ତି ନେଲେ, ମଣିକା ତାଙ୍କ ସହିତ ଯିବାକୁ ଚାହିଁଥିଲେ, କିନ୍ତୁ ସେ ତାଙ୍କୁ ଏକ ଚତୁରତାରେ ପ୍ରତାରିତ କରି ଏକାକୀ ଚାଲିଗଲେ। ରୋମରୁ ସେ ମିଲାନକୁ ଚାଲିଗଲେ, ଯେଉଁଠାରେ ସେ ଅଧ୍ୟାପକ ପଦବୀରେ ନିଯୁକ୍ତି ପାଇଲେ। ମଣିକା ସେଠାରେ ତାଙ୍କୁ ଅନୁସରଣ କଲେ, ଯେଉଁଠାରେ ସେ ମହାନ ଧର୍ମାଧ୍ୟକ୍ଷ ସାଧୁ ଆମ୍ବ୍ରୋସଙ୍କ ସହିତ ବନ୍ଧୁତା ସ୍ଥାପନ କଲେ, ଯାହାଙ୍କ ପ୍ରଭାବଶାଳୀ ଅଭିଭାଷଣ ଏବଂ ପବିତ୍ରତା ଅଗସ୍ତିନଙ୍କୁ 387 ସାଲର ପୁନରୁତ୍ଥାନ ଦିନ ଗିର୍ଜାକୁ ଆସିବାକୁ ସାହାଯ୍ୟ କଲା। ପୁଅ, ମୋର ଜୀବନରେ କେବଳ ଗୋଟିଏ ଉଦ୍ଦେଶ୍ୟ ଥିଲା ଏବଂ ତାହା ଥିଲା ତୁମକୁ ଜଣେ କ୍ୟାଥୋଲିକ ଭାବେ ଦେଖିବା। ମଣିକା ଏକଦା ଅଗସ୍ତିନଙ୍କୁ କହିଥିଲେ, ପରମେଶ୍ୱର ମୁଁ ଯାହା ଆଶା କରିଥିଲି ତାହାଠାରୁ ଅଧିକ କରିଛନ୍ତି। ସେ ତୁମକୁ ଶିଖାଇଛନ୍ତି ଯେ ତାଙ୍କୁ ଅନୁସରଣ କରିବାରେ ଦୁନିଆ ଯାହା ସମସ୍ତ ଦେଇପାରେ ତାହାକୁ ତୁଚ୍ଛ କର। ତୁମେ ଯେଉଁଠାରେ ଇଚ୍ଛା କର ସେଠାରେ ମୋର ଶରୀରକୁ କବର ଦିଅ। ମୁଁ କେବଳ ଏତିକି କହି ରଖୁଛି ଯେ ତୁମେ ମୋତେ ସର୍ବଦା ଈଶ୍ୱରଙ୍କ ବେଦୀରେ ସ୍ମରଣ କର। ଯେତେବେଳେ ମଣିକା ଏବଂ ତାଙ୍କର ପ୍ରଶଂସନୀୟ ପୁଅ କାର୍ଥାଜ ଯିବା ପାଇଁ ରୋମର ବନ୍ଦର ଅସ୍ତିଆରେ ପହଞ୍ଚିଲେ, ସେତେବେଳେ ତାଙ୍କର ମାତା 56 ବର୍ଷ ବୟସରେ ତାଙ୍କ କୋଳରେ ହିଁ ମୃତ୍ୟୁବରଣ କରିଥିଲେ। ସାଧ୍ୱୀ ମଣିକାଙ୍କ ପୃଷ୍ଠପୋଷକତାରେ ଯିଏ ଉତ୍ତମତା ଦ୍ୱାରା ମନ୍ଦତାକୁ କିପରି ପରାସ୍ତ କରିପାରିବେ, ସେଥିପାଇଁ 19ତମ ଶତାବ୍ଦୀରେ ପ୍ୟାରିସରେ ବିପଥଗାମୀ ପୁଅ ଏବଂ ସ୍ୱାମୀମାନଙ୍କ ପକ୍ଷରୁ ପାରସ୍ପରିକ ପ୍ରାର୍ଥନା ପାଇଁ ଖ୍ରୀଷ୍ଟିଆନ ମାତାମାନଙ୍କର ଏକ ସଂଘ ପ୍ରତିଷ୍ଠିତ ହୋଇଥିଲା। ମନୋଚିନ୍ତନ। ମୋ ପ୍ରତି ତାଙ୍କର ପ୍ରେମ କ'ଣ ଥିଲା, ତାହା ମୁଁ କେବେ ବର୍ଣ୍ଣନା କରିପାରିବି ନାହିଁ। ତାଙ୍କ ଦୃଷ୍ଟିକୋଣ ଏବଂ ତାଙ୍କ ବାକ୍ୟ ଦ୍ୱାରା ସେ ଆମ ହୃଦୟକୁ ଈଶ୍ୱରଙ୍କ ନିକଟରେ ଉତ୍ତୋଳନ କରିଥିଲେ। ହେ ପରମେଶ୍ୱର, ଯଦି ମୁଁ ତୁମର ସନ୍ତାନ, କାରଣ ତୁମେ ମୋତେ ଏପରି ଜଣେ ମାଆଙ୍କୁ ଦେଇଥିଲ। ସାଧୁ ଅଗସ୍ତିନ କୁହନ୍ତି। ସାଧ୍ୱୀ ମଣିକାଙ୍କ ଠାରୁ ଆମେ କ'ଣ ଶିକ୍ଷା କରିବା? ନିଶ୍ଚିତ ଭାବରେ ତଳଦର୍ଶିତ କିଛି ଶିକ୍ଷା ଲାଭ କରିବା। ପ୍ରଥମ, ପ୍ରାର୍ଥନାର ଅଟଳତା। ମଣିକା ପ୍ରାୟ 17 ବର୍ଷ ଧରି ଅଗସ୍ତିନଙ୍କ ମନ ପରିବର୍ତ୍ତନ ପାଇଁ ନିରନ୍ତର ପ୍ରାର୍ଥନା କଲେ। ଆମେ ଆମ ପ୍ରିୟଜନମାନଙ୍କ ପାଇଁ, ବିଶେଷ କରି ନିଜ ପତି ଓ ପୁତ୍ର କନ୍ୟାଙ୍କ ପାଇଁ ପ୍ରାର୍ଥନା କରିବାର କେବେ ବି ଛାଡ଼ିବା ଉଚିତ ନୁହେଁ, ବିଶେଷତଃ ଯେଉଁମାନେ ବିଶ୍ୱାସରେ ଶିଥିଳ, ଦୁର୍ବଳ ଓ ଅଟଳ ନୁହନ୍ତି। ଦ୍ୱିତୀୟ, ଧୈର୍ଯ୍ୟ ଓ ଆଶା ବାନ୍ଧିବା। ଅଗସ୍ତିନଙ୍କ ଭ୍ରମପଥରେ ମଣିକା ଧୈର୍ଯ୍ୟର ସହ ସହିଲେ ଏବଂ ପ୍ରଭୁଙ୍କ କୃପା ଉପରେ ଆଶା ଅତୁଟ ରଖିଲେ। ମାଆର ଧୈର୍ଯ୍ୟ, ଯାହା ଆସ୍ଥାରେ ଭିତ୍ତି କରୁଥିଲା, ତାହା ସର୍ବଶେଷରେ ପରିବର୍ତ୍ତନର ସାହାଯ୍ୟ କଲା। ତଦ୍ରୂପ ମାତାର ତ୍ୟାଗପୂତ ପ୍ରାର୍ଥନା କେବେ ମଧ୍ୟ ନିଷ୍ଫଳ ହୋଇନଥାଏ। ତେଣୁ ସମସ୍ତ ମାଆମାନେ ବିଶ୍ୱାସ, ଭରସା ଓ ଆଶା ବାନ୍ଧି ପ୍ରଭୁଙ୍କଠାରେ ପ୍ରାର୍ଥନା ଅହରହ କରିବା ବାଞ୍ଛନୀୟ। ତୃତୀୟ, ପ୍ରେମରେ ତ୍ରୁଟି ମାର୍ଜନା କରିବା ବାଧ୍ୟ କରି ନୁହେଁ। ସେ ଅଗସ୍ତିନଙ୍କୁ ବାଧ୍ୟକତାରେ ଶିକ୍ଷା ଦେଇନଥିଲେ, ବରଂ ପ୍ରେମରେ ଓ ସହିଷ୍ଣୁତାରେ ତାହାଙ୍କୁ ପଥ ପ୍ରଦର୍ଶନ କରିଥିଲେ। ଧର୍ମଶିକ୍ଷା ଓ ଧର୍ମ ପାଳନ ପ୍ରେମ ଓ ଉଦାହରଣ ଦ୍ୱାରା ଆସିଥାଏ, ବାଧ୍ୟ କରି ନୁହେଁ।
ତେଣୁ ସମସ୍ତ ପିତାମାତା ନିଜ ସନ୍ତାନମାନଙ୍କୁ ଉଚିତ ଶିକ୍ଷା ଦେବାରେ ଅବହେଳା ନ କରିବା, ନିୟମିତ ଶିକ୍ଷା ଦେବା, ବାଧ୍ୟବାଧକତାରେ ନୁହଁ ବରଂ ପ୍ରେମରେ। ଏହାର ଅର୍ଥ ନୁହଁ ପିଲାମାନଙ୍କୁ ଅନୁଶାସନର ବାହାରେ ବା ଲଗାମ ଛଡ଼ା କରିବା ଏବଂ ସମ୍ପୂର୍ଣ୍ଣ ଭାବେ ସ୍ୱାଧୀନ ଦେଇଦେବା। ଶିକ୍ଷା ଦେବା ବାଦେ ସେମାନଙ୍କ ପାଇଁ ପ୍ରାର୍ଥନା ଏବଂ ନିଜେ ସେମାନଙ୍କ ପାଇଁ ଉପଯୁକ୍ତ ଓ ଉତ୍ତମ ନମୁନାର ଜୀବନ ବିତାଇବା। ଚତୁର୍ଥ, ପରମେଶ୍ୱରଙ୍କ ସମୟରେ ଆସ୍ଥା ରଖିବା। ସେ ବିଶ୍ୱାସ କଲେ ଯେ ପରମେଶ୍ୱର ତାହାଙ୍କ ପ୍ରାର୍ଥନାକୁ ନିଜ ସମୟରେ ପୂରଣ କରିବେ। ଭଗବାନଙ୍କ ସମୟ ଉତ୍କୃଷ୍ଟ। ଆମର କର୍ତ୍ତବ୍ୟ ହେଉଛି ବିଶ୍ୱାସରେ ଅଟଳ ରହିବା। ଯାହା ଭିକ୍ଷା କରିବା ସେଥିପାଇଁ ବିଶ୍ୱାସ ଓ ଆଶା ସଞ୍ଚାର କରିବା। ତେବେ ନିଶ୍ଚୟ ପ୍ରଭୁଙ୍କ ନିରୂପିତ ସମୟରେ ତାହା ସମ୍ପାଦନ ହେବ। ପଞ୍ଚମ, ମା'ର ଅନୁରୋଧର ଶକ୍ତି। ମଣିକାଙ୍କର ଅଶ୍ରୁ ଓ ପ୍ରାର୍ଥନାରେ ଶକ୍ତି ଥିଲା, ଯାହା ଅଗସ୍ତିନଙ୍କୁ ପ୍ରଭୁଙ୍କ ପାଖକୁ ନେଇ ଆସିଥିଲା। ପିତାମାତାଙ୍କ ପ୍ରାର୍ଥନା ପରମେଶ୍ୱର ଅଗ୍ରାହ୍ୟ କେବେ କରିବେ ନାହିଁ। ତାଙ୍କର ପ୍ରାର୍ଥନା ସନ୍ତାନମାନଙ୍କ ପାଇଁ ପ୍ରଭୁଙ୍କର ଆଶୀଷର ସ୍ରୋତ ହୋଇପାରିବ। ତେଣୁ ପିଲାମାନଙ୍କ ମଙ୍ଗଳ ଓ ଉତ୍ତମତା ଚାହାନ୍ତି, ତେବେ ପିତାମାତା ସର୍ବଦା ପ୍ରାର୍ଥନା କରିବା ଅର୍ଥାତ୍ ପ୍ରାର୍ଥନାର ଜୀବନ ଅତିବାହିତ କରିବା ଉଚିତ। ଖାଲି ପିତା କିମ୍ବା ମାତା କଲେ ଯଥେଷ୍ଟ ନୁହଁ। ସାଧ୍ୱୀ ମଣିକା ଆମମାନଙ୍କୁ ଶିଖାନ୍ତି ପ୍ରାର୍ଥନାର ଅଟଳତା, ଧୈର୍ଯ୍ୟପୂର୍ଣ୍ଣ ପ୍ରେମ, ଅବିଚଳିତ ଆସ୍ଥା ଓ ପରମେଶ୍ୱରଙ୍କ କୃପାରେ ଆଶା ବାନ୍ଧି ଜୀବନ ବିତାଇବା। ଧନ୍ୟବାଦ।